ଆସନ୍ତାକାଲି ଅର୍ଥାତ୍ ମେ 4 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ମେ 4 ତାରିଖରେ 1,23,849 ଜଣ ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତେବେ ଏହି ଟଙ୍କା ରାଜ୍ୟର ସୁଭଦ୍ରା ଯୋଜନାର ବଞ୍ଚିତ ଥିବା ହିତାଧିକାରୀଙ୍କ ମାଧ୍ୟମରେ ସବୁ ଡିଟେଲ୍ ଜାଣିବା। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବଞ୍ଚିତ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ମୋଟ 1,23,849 ଜଣ ବଞ୍ଚିତ ହିତାଧିକାରୀଙ୍କୁ ସୋମବାର ସୁଭଦ୍ରା ରାଶି ପ୍ରଦାନ କରାଯିବ। କୌଣସି ଯୋଗ୍ୟ ହିତାଧିକାରୀ ଯେମିତି ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ବ୍ୟାଙ୍କ KYC ସମସ୍ୟା ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣରୁ ଯେଉଁ ହିତାଧିକାରୀମାନେ ବାଦ୍ ପଡ଼ିଛନ୍ତି ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ। ତେବେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ବାକି ରହିଥିବା ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତା ଛଡ଼ା ଯଦି ଆପଣ ସୁଭଦ୍ରା ଯୋଜନାର ନୂଆ ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ ତାହେଲେ ଆପଣ ସୁଭଦ୍ରା ଯୋଜନାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ସେଠାରେ ଚେକ୍ କରିପାରିବେ ଏବଂ ଏହି ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଟଙ୍କା ମିଳିବ।